ଭାରତୀୟ ଜନତା ପାର୍ଟି ତରଫରୁ ଆପଣମାନଙ୍କ ମାଧ୍ୟମରେ ବାର୍ତ୍ତା ଦେବାକୁ ଚାହୁଁଛୁ। ଆମ ଅଞ୍ଚଳର ତଥା ଯାଜପୁର ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଜନସାଧାରଣଙ୍କ ପାଇଁ ଆମର ସମସ୍ତେ ଜାଣନ୍ତି କେନ୍ଦ୍ର ସରକାର ଜାତୀୟ ରାଜପଥକୁ ପଇସା ଦିଏ। ସେ ପଇସାକୁ ଖର୍ଚ୍ଚ କରିବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର। ଭିତ୍ତିଭୂମି ଯାହା ଆବଶ୍ୟକ ଅଛି, ଆଜି ଜମି ଜମାର ସମସ୍ୟାକୁ ରାଜ୍ୟ ସରକାର ଦୂରୀଭୂତ କରିବ। ମରମ ବାଲି କେଉଁଠୁ ଆସିବ, କେଉଁଠି କୁଆରି ତିଆରି ହେବ, ସେ ରାଜ୍ୟ ସରକାର ତାକୁ ତିଆରି କରିବ। ଏଠି କାହାର କ୍ଷତିପୂରଣ ଦରକାର ପଡ଼ିବ, ତାକୁ ରାଜ୍ୟ ସରକାର କରିବ। କିନ୍ତୁ ଆପଣ ସମସ୍ତେ ଜାଣନ୍ତି 16 ମସିହାରେ କେନ୍ଦ୍ର ସରକାର ଏଠି ପଇସା ଦିଆହେଇଥିଲା 53 ନମ୍ବର ଜାତୀୟ ରାଜପଥକୁ। ଇଏ ହେଲା ଗୋଟେ ପରିବହନ କ୍ଷେତ୍ର ହେଉ ବା ଗତାନୁଗତ ହିସାବରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ରାଜପଥ। କିନ୍ତୁ ଦୁର୍ଭାଗ୍ୟ କଥା, ସେତେବେଳେ ବିଜେଡ଼ି ସରକାର, ନବୀନ ପଟ୍ଟନାୟକ ସରକାର ବା ଏଠି ସୁକିନ୍ଦାରେ ଯିଏ ଆମର ବିଧାୟକ ଥିଲେ ପ୍ରୀତିରଞ୍ଜନ ଜଗଡ଼େ, ଶେଷରେ ଆମର ଗ୍ରାମ ଉନ୍ନୟନ ମନ୍ତ୍ରୀ ଥିଲେ, ସେ ଯଦି ଚାହିଁଥାନ୍ତେ ଏ ସମସ୍ତ କଥାକୁ ମଧ୍ୟ ଅତି କମ୍ ସମୟ ଭିତରେ ତାକୁ ସମାପ୍ତ କରିପାରିଥାନ୍ତେ। ଆନ୍ତରିକତାହୀନ ଏବଂ ଉଦ୍ଦେଶ୍ୟମୂଳକ ଭାବରେ କାର୍ଯ୍ୟକୁ ସେ ପକାଇ ରଖୁଥିଲେ। ତା କାରଣ ହେଉଛି ଯେତେ କଣ୍ଟ୍ରାକ୍ଟର ଦିଆଗଲା, ଟେଣ୍ଡର କରାଗଲା, ସମସ୍ତଙ୍କ ଠାରୁ ମୋଟାଙ୍କର ଚାନ୍ଦା ଆଦାୟ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା। ଯାହାଫଳରେ ବହୁତ କଣ୍ଟ୍ରାକ୍ଟର ଛାଡ଼ିକି ପଳେଇଥିଲେ ଏବଂ ତାଙ୍କୁ ସହଯୋଗ କରିବା ମୋତେ ଅସହଯୋଗ କରୁଥିଲେ। ଏଥିରେ କେନ୍ଦ୍ର ସରକାରଙ୍କର କିଛି ଭୂମିକା ନାହିଁ। ବରଂ ଆମେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ଯେ ସିଏ ତତ୍ପରତା ବହୁତ କ୍ଷେତ୍ରରେ ପ୍ରକାଶ କରିଛନ୍ତି ତୁରନ୍ତ ସାରିବା ପାଇଁ। ଆଜି ଇଏ କାର୍ଯ୍ୟ ନୁହଁ। ଆପଣଙ୍କର ଏଠି ଆମର ଯେଉଁ ଜୀବନରେଖା କୁହାହେଉଛି, ଯେଉଁ ଡୁବୁରିରୁ ଯାଜପୁର ଯେଉଁ ଆମର ଯେଉଁ ରୋଡ଼ଟି ରହିଛି, ଦ୍ୱିତୀୟ ପୋଲ ନିର୍ମାଣ କରିବା ପାଇଁ ତାଙ୍କୁ ପ୍ରାୟ 5 ବର୍ଷ 6 ବର୍ଷ ଲାଗିଗଲା। ଏବଂ ତା ପୂର୍ବରୁ ଯେଉଁ ପୋଲଟି ହେଇଛି, ସେ ପ୍ରଫୁଲ୍ଲ ଗଡ଼େଇ ଯେତେବେଳେ ଅର୍ଥମନ୍ତ୍ରୀ ଥିଲେ ସିଏ ଶୁଭ ଦେଇଥିଲେ। ସେ ପୋଲକୁ ମଧ୍ୟ ଯେଉଁ ନିର୍ମାଣ ହେଇଛି, ଆପଣମାନେ ସବୁ ଆମର ଯେହେତୁ ଗଣମାଧ୍ୟମ ପ୍ରତିନିଧି ତାକୁ ଦେଖୁଛନ୍ତି ଏବଂ କେଉଁ ଅବସ୍ଥାରେ ଅଛି। ଇଏ ହେଉଛି ଗୋଟେ ନମୁନା, ଗୋଟେ ଉଦାହରଣ ନମୁନା। ତେଣୁ ଇଏ ଆଜି ଯେଉଁ ଆନ୍ଦୋଳନ ବା ଯେଉଁମାନେ ଧାରଣା ଦେବା ପାଇଁ ବସିଛନ୍ତି, ଯେତେବେଳେ ଜାଣିଲେ ପାର୍ଲାମେଣ୍ଟରେ ଆମର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ଗଡ଼କରୀ ଘୋଷଣା କଲେ, ଆମର ମାନ୍ୟବର ସାଂସଦଙ୍କର ପ୍ରଶ୍ନର ଉତ୍ତର ଯେତେବେଳେ ଦେଲେ ଯେ ଫେବୃଆରୀ ସୁଦ୍ଧା ଏ ରାସ୍ତା କାମ ସରିବ, ଇଏ ଜୁନ୍ 30 ସୁଦ୍ଧା ଇଏ ପୋଲ ନିର୍ମାଣ ସରିବ, ତାକୁ ଦେଖି ଏମାନେ ନିଜର ବାହାଦୁର ଦେଖାଇବା ପାଇଁ ଆଜି ସେମାନେ ଆଜି ଧାରଣା ଦେବା ପାଇଁ ବସିଛନ୍ତି। ସେ ଜାଣିଛନ୍ତି ଆମେ ଯଦି କିଛି କରିବା ତାହେଲେ ଲୋକଙ୍କ ବାର୍ତ୍ତା ଦେବେ ଆମେ ଧାରଣା ବସିବୁ ବୋଲି କାମ ସରିଲା। ଆଜି ତମେ ଧାରଣା ଦିଅ କେତେ ନ ଦିଅ କେତେ, ସରକାର ପ୍ରତିଶ୍ରୁତିବଦ୍ଧ ନିଶ୍ଚିନ୍ତ ଭାବରେ କାମ ଜୁନ୍ ଭିତରେ ପୋଲ ସହ ରାସ୍ତା ସବୁ ସରିବ। ଆଜି ଯେଉଁମାନେ ଏଠି ସଂସ୍ଥା ରାଜନୀତି କରିବାକୁ ଚାହୁଁଛନ୍ତି ବା ଯେଉଁମାନେ ପଛରେ ରହିକି ଉସ୍କଉଛନ୍ତି, ସେମାନେ ଜାଣିବା ଦରକାର ଦୀର୍ଘ 25 ବର୍ଷ ସରକାର ଥିଲ, 35 ବର୍ଷ କାଳ ତୁମେ ସୁକିନ୍ଦାକୁ ଶାସନ କରୁଥିଲ, ଇଏ ଚିନ୍ତାଧାରା ତୁମର କେବେ ଆଗରୁ ନଥିଲା। ଆଜି ତୁମେ ଗୋଟେ ଭୂତ ଭାବରେ ଲୋକଙ୍କୁ ମୁଣ୍ଡରେ ବୁଲଉଛ ଯେ ଆମେ ବାହାରିଲେ ସବୁ କାମ ହେବ ବୋଲି। ତୁମେ ବାହାରିବା ଦରକାର ନାହିଁ। ତୁମର ଆଜି ବିରୋଧୀ ଦଳ ବସିବାର ଟିକେ ଅଭ୍ୟାସ କର, ଲୋକଙ୍କୁ ସାହାଯ୍ୟ କର। କେନ୍ଦ୍ର ସରକାର କ'ଣ କରୁଛନ୍ତି, ଇଏ ରାଜ୍ୟ ସରକାର କ'ଣ କରୁଛନ୍ତି, ଆଗାମୀ ଦିନ ଦେଖିବ। ତୁମେ ବ୍ୟସ୍ତ ବିବ୍ରତ ହେଇପଡ଼ୁଛ। ଆଉ ଇଏ 6ଟି ମାସ ବର୍ଷ ଭିତରେ ଦେଖ ସୁକିନ୍ଦାର କାର୍ଯ୍ୟକ୍ରମ କ'ଣ ହେଉଛି, ଓଡ଼ିଶାର କାର୍ଯ୍ୟକ୍ରମ କ'ଣ ହେଉଛି, ଲୋକାମୁଖୀ ବିକାଶ କାର୍ଯ୍ୟକ୍ରମ କେତେ ହେଇପାରୁଛି। ଆପଣମାନେ ସବୁ ଦେଖନ୍ତୁ, ବିରୋଧୀ ଦଳ ରହିକି ସହଯୋଗ କରନ୍ତୁ। ଏଠି ବିବାଦ କରିବାର ଆବଶ୍ୟକତା ନାହିଁ। ଧନ୍ୟବାଦ। ଆଜ୍ଞା ନମସ୍କାର। ଆଜି ଏଇ ଯେଉଁ 53 ନମ୍ବର ଜାତୀୟ ରାଜପଥ 40 କିଲୋମିଟର ରୋଡ଼ର କାମର ଉନ୍ନତି ପାଇଁ ଆଜି ଆମ ଜିଲ୍ଲାରେ, ଆମ ଅଞ୍ଚଳରେ ଯେଉଁ ରାଜନୈତିକ ଉଷ୍ମତା ଦେଖାଯାଇଛି, ତାରି ଉପରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଆମେ ଗୋଟେ କ୍ଲାରିଫିକେସନ୍ ଦେଉଛୁ ଯେ ଆନ୍ଦୋଳନ କରିବାକୁ ଯେଉଁମାନେ ଯେଉଁ ମଞ୍ଚ ନାଗରିକ ପକ୍ଷରୁ ଯେଉଁ ଆନ୍ଦୋଳନ ଡାକରା ଦିଆଯାଇଛି, ତାଙ୍କୁ ଗୋଟେ ସଚେତନ କରିବା ପାଇଁ, ସମାଜକୁ ଗୋଟେ ସଚେତନ କରିବା ପାଇଁ ଆଜି ଆମର ଏ ପ୍ରେସ୍ ବାର୍ତ୍ତା କାହା ବିରୁଦ୍ଧରେ ନୁହଁ, କାହାକୁ ଆଘାତ କରିବାର ନୁହଁ। ଆକ୍ଚୁଆଲି ବୋଧେ ସିଏ ଜାଣିନଥିବେ ଏଇ 53 ନମ୍ବର ଜାତୀୟ ରାଜପଥ ପାଇଁ ଏଇ ପାର୍ଲାମେଣ୍ଟରେ ଆମର ଯାଜପୁର ଜିଲ୍ଲାର ସାଂସଦ, ତାଙ୍କୁ ମୁଁ ଧନ୍ୟବାଦ ଦେବି, ରବି ନାରାୟଣ ବେହେରା। ଆଗରୁ ଯେଉଁ ସାଂସଦ ଥିଲେ ସେ ପାଉଡ଼ର ମାରିକି ବୁଲନ୍ତି, କେଉଁଦିନ ଆମ ଅଞ୍ଚଳରେ ଦେଖିନଉ। 5 ବର୍ଷ ସାଂସଦ ରହିଲେ ପ୍ରାୟ ଥରେ 2 ଥର 3 ଥର ଏଇ ଯେଉଁ ମହୋତ୍ସବ ଫହୋତ୍ସବ ନାଚ ଗୀତରେ ଆସନ୍ତି। କୌଣସି ସାମାଜିକ
କାର୍ଯ୍ୟ कि समाजर उन्नति कौदिन आसबार कहीं मोर अनुभव होना सी आसीचंदी बोली किंतु ये जो सांस्कृतिक कार्य सौरिक महोत्सव हो कलिंगनगर महोत्सव हो ये पाउडर फाउडर मारिकी से सांसद आसती धन्यवाद देवी रवि भाई की जे पार्लियामेंट रे क्वेश्चन करिसेंती तार जो क्वेश्चन करिसेंती नवेम्बर 24 क्वेश्चन करथिले जे ये जो 53 नंबर जातीय राजपथ कहीं काम विलंब रोचे क्वेश्चन 2 नंबर क्वेश्चन करथिले जे दीर्घ 10 वर्ष धरी काम चालुथिले मध्य एपर्यंत ब्राह्मणी जो 2 नंबर सेतु कहीं निर्माण है नहीं ता उपरे आमर मंत्री नितिन मान्यवर मंत्री सड़क पथर मंत्री नितिन गडकरी महोदय उत्तर भी रखिचंदी जे एठी स्थानीय लोकल लोकंकर समस्या पाई एठी मोहरम बाली पथरर समस्या पाई कोविड पाई विलंबित होईची सी भी क्लारिफिकेशन देइचंती फेब्रुआरी 2 तारिख रे सुधा ये रास्ता काम सरीब 53 नंबर जातीय राजपथ प्राय 82% 82% काम सरी जाइची आउ किछि काम बाकी अछि ताकू फेब्रुआरी मास 2025 सुधा ये काम सारिबा पई प्रतिश्रुति दैचंती आउ जो ब्रिज काम 16% एपर्यंत काम सरीची आरंभ होइकी सरीची ताकू मध्य गोटे डेड लाइन दैचंती जून 30 तारिख सॉरी जून मास शेष सुधा से ब्रिज रो समाप्त करियो बोली गोटे क्लारिफिकेशन दैचंती मु सेई मान बंधु मानन को मु कहूची राजनीति रु ऊर्ध्वरे रही जदि सामाजिक काम को आगई नेबा पई चाहुचंती से चिठी टिकी मु सोशल मीडिया माध्यम रे आपण छाड़ीदेवी आपण देखिबे आपातत ताकू से पर्यंत समय देवार आवश्यकता थिला जहा ताको पछरे जो माने अछंती स्पष्ट जना पड़ुची एठी सेठी भड़े आगुरु तांका संगे बुलंती दायित्व नौतिले कोन मझिरे मझिरे भारंती कोठी तो डाकंती डाकू नाहंती तांकू से बाहर चंदी तांकू मु गोटिए कथा कहबी एठी दुख लागुची दीर्घ 25 वर्ष सरकार परे आज भारतीय जनता पार्टी ओडिशा रे 6 मास हैला एठी सरकार को आसीची ये कागज भी गडकरी जी कागज अच्छी आम सांसदर प्रश्न गडकरी जी उत्तर भी ये कागज अच्छी सोशल मीडिया रे आम शेयर करदेबू और नेट रे भी आपण चाहिए बाहर करें आम से प्रश्न करुचु जे मु जति जानी आम विरोधी दल थिलु सेतबेले से माने सरकार दल थिले कॉन्ट्रैक्टर ठारू चांदा आदाय करी एई छकर पाखे बहुत चांदा खाई से चिप्स बाली पकेबू से रास्ता घाट भांगीबू भांगी जाइए पैसा दियो स्पष्ट मंत्री भी कही स्पष्ट कथा कहीदे आम मंत्री जे लोकल लोकंकर डिमांड फुलफिल हो पारुने सेतिपई ये लेट होउची तापरे सबु परे भी ये कथा कही फेब्रुआरी मास सुधा सारिबे जून मास शेष सुधा ब्रिज सारिबे ताकू आखि आगे रखी आपातत आपण माने तापरे आंदोलन करथिले मु भाबुची स्वागत योग्य होइता ना आमे भी आपण संगे थांतु जेतेबेले सरकारटा समय मागिची आमु तो तांकु समय देबाउ पड़िबो केवल राजनीतिकरण करिबा पई राजनैतिक फायदा पई ये जो आंदोलन करुचंती लोक को भ्रमित करने जे आम जहाँ समाज नागिचु आम बहुत जोर लगिचु समाज ओडिशा को उठेबाई तुम 25 वर्ष सरकार रही 25 वर्ष भितर 10 वर्ष एक रास्ता काम है कौ दिन गोटे प्रेस मीट करना कि माने जो बीजेडी सरकार थिला बेले जहाँ कथार प्रचलन करके जाऊच तमें केतबेले प्रश्न करना आज पलि आइल राजनीति करने को राजनीति दूर रे रुहतु आप सामाजिक काम अच्छा आपण संगठन सामाजिक संगठन आम जाचु तेणु सामाजिक उन्नति जो कम लगे कथा से लगंतु
ଅନ୍ନେସେସରି ରାଜନୀତି ଭିତରକୁ ରାଜନୀତି କରିବା ପାଇଁ ରାଜନୈତିକ ବାହାଦୁରୀ ନେବା ପାଇଁ ଏ ପ୍ରହସନ ନ କରନ୍ତୁ, ଦୟାକରି ପ୍ରହସନ ନ କରନ୍ତୁ। ମୁଁ ଆପରେ ଆମର ନୋମିନି ପ୍ରଶାନ୍ତ ରାୟ ଭାଇଙ୍କୁ ଅନୁରୋଧ କରୁଛି, ସିଏ ତାଙ୍କର କଥା ରଖିବେ।